ଜଗନ୍ନାଥ। ଆଜିର ଧର୍ମଧାରା କର୍ମ ଏବଂ କ୍ରିୟା ଆମ ସମସ୍ତଙ୍କ ଜୀବନର କର୍ମର କାରଣ ହିଁ ଅଟେ। ଶ୍ୱାସ ଗ୍ରହଣ କରିବା, କାନ ଦ୍ୱାରା ଶୁଣିବା, ଖାଦ୍ୟକୁ ହଜମ କରିବା, ହୃଦୟର ସ୍ପନ୍ଦନ, ଆମ ସାରା ଜୀବନ ହିଁ କର୍ମ ଅଟେ। ବର୍ତ୍ତମାନ ତାହା କେଉଁ କର୍ମ ଅଟେ ଯାହା ବୀଜ ଉତ୍ପନ୍ନ କରିଥାଏ? ଏହା ବହୁତ ବଡ଼ ପ୍ରଶ୍ନ ଅଟେ। ଏଥିପାଇଁ ଦୁଇଟି ଶବ୍ଦ ନିର୍ମାଣ କରାଯାଇଛି, କର୍ମ ଏବଂ କ୍ରିୟା। ଯାହା ଆମେ କହୁଅଛୁ, ନାକରେ ଘ୍ରାଣ କରୁଅଛୁ, ଏହା କ୍ରିୟା ଅଟେ, କର୍ମ ନୁହେଁ। କର୍ମ ତାହାକୁ କୁହାଯାଏ ଯେଉଁଥିରେ ମନୁଷ୍ୟର ଅହଙ୍କାର ଯୁକ୍ତ ହୋଇଥାଏ। ଘର ଗୃହସ୍ଥି ହେଉ ଅଥବା ଚୋରି ଡକାୟତି, ନାମ ପ୍ରତିଷ୍ଠା କିମ୍ବା ରାଜନୀତି, ଯେଉଁଠାରେ ଆମର ଅହଙ୍କାର ଅଛି, ମୋର ଭାବ ଅଛି, ତାହା କର୍ମ ଅଟେ। ଯଦି ଫଳର ଇଚ୍ଛା ନାହିଁ ଏବଂ ଆମେ କର୍ମ କରିଚାଲୁଛୁ, ତେବେ ତାହା କ୍ରିୟା ଅଟେ। କର୍ମର ସବୁଠାରୁ ଉତ୍ତମ ପରିଭାଷା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଅଛନ୍ତି। ଯେଉଁ କାମକୁ କରିବା ସମୟରେ ତୁମ ମନରେ ଫଳର ଇଚ୍ଛା ହେଉଛି, ତାହା କର୍ମ ଅଟେ। ଯଦି ଫଳର ଇଚ୍ଛା ନାହିଁ ଏବଂ କର୍ମ କରିଯାଉଛ, ତାହା କ୍ରିୟା ଅଟେ। ସେ ଅର୍ଜୁନକୁ କହିଅଛନ୍ତି, ତୁ ଲଢ଼େଇକୁ ଭୟ କର ନାହିଁ, କିଛି ହେବ ନାହିଁ। କେବଳ ଏହା ଦେଖ ଯେ ମୁଁ ଲଢ଼େଇ କରୁଅଛି। ତୁ ଅହଙ୍କାରକୁ ମଝିରେ ଆଣ ନା, ଏହା ତୋର କର୍ତ୍ତବ୍ୟ ଅଟେ। ତୁ କ୍ଷତ୍ରିୟ ଏବଂ ଏହି ସେନାର ସେନାପତି ଅଟୁ। ତୁ ଲଢ଼େଇରେ ସବୁଠୁ ଆଗରେ ଅଛୁ। ଯଦି ତୁ ଲଢ଼େଇ ଛାଡ଼ିକରି ପଳାୟନ କରିବୁ, ତେବେ ତୁ କର୍ମରେ ଅପଯଶର ଭାଗୀଦାର ହେବୁ। ଜୟ ଜଗନ୍ନାଥ।